ବର୍ଷ ତଳେ ସେ ଆମର ଦାଦା ହିସାବ ହବ, ବୟସ୍କ ଲୋକ। ତାଙ୍କର ନାକରେ ଗୋଟିଏ ଏମିତି ବରୁଣ ଭଳିଆ ଟାଇପର ଉଠିଥିଲା, ତାଙ୍କ ନିଶ୍ୱାସ ବନ୍ଦ ହେଇଯାଇଥିଲା। ମାଙ୍କୁ ସିଏ ଯାଉଥିଲେ ମେଡିକାଲ, ସେତେବେଳେ ତ ଥିଲା ଗୁଆବାଗ ଥିଲା ମେଡିକାଲ, ଏଟା ଜଙ୍ଗଲ ଥିଲା। ସେ ଚାଲି ଚାଲିକି ଆସୁଥିଲେ, ତାକୁ ଗୋଟେ ଆସିକିରି ଜଣେ ଆସିକି କହିଲା ଯାଇଥିଲୁ କୁଆଡେ? ନା ଯାଇଥିଲି ମେଡିକାଲରେ। ନା କଣ ହେଇଛି? ନା ଏଇ ଜିନିଷଟା ହେଇଛି। ନା ଯା ଯା ମୋ ନାଁରେ ମତେ ତାରିଣୀ କହିକିରି ଗୋଟେ ପୂଜା କରିବୁ, ମୋ ନାଁରେ ବସିକିରି ପୂଜା କଲେ ସେ ଘା ଭଲ ହେଇଯିବ ସବୁ। ସେଠୁ କହିଥିଲା। ସେଠୁ ସିଏ ବି ଦାଦା ବୁଢା ଲୋକ, ସିଏ ଚାଲି ଚାଲିକି ଆସିକିରି ଏଇ ଜାଗା ଉପରେ ସେ ଗୋଟେ ପଥର ପୋତିକିରି ତା ପୂଜା ଆରମ୍ଭ କଲା। ଆରମ୍ଭ କଲା ପରେ ତାର ମାସକ ଭିତରେ ତାର ସେ ଯୋଉ ଘା ଟା ଯୋଉ ଥିଲା, ବଢିଥିଲା ଗୋଟେ ଭାତୁରୀ ଟାଇପର, ସେଟା ତାର ସମ୍ପୂର୍ଣ୍ଣ ଭଲ ହେଇଗଲା। ସେ ସମ୍ପୂର୍ଣ୍ଣ ଭଲ ହେଇଗଲା। ସେଦିନ ଠାରୁ ଆମର ଚାଲିଲା ପୂଜା ପାଠ, ସେମିତି ଚାଲିଲା। ଚାଲିଲା ପରେ ତାପରେ ଏଠୁ ଦାଦା ବି, ସିଏ ଆମର ଦାଦା ବି ହୁଏ, ପୂଜା ପାଠ କରେ। ତାପରେ ମୁଁ 12 ବର୍ଷ ଦିନ ଠାରୁ ମୁଁ ତ ଏଇ ଲାଇନରେ, ମାଙ୍କୁ ଲାଇନରେ ମୋର ପୂଜା କରି ଚାଲିଛି। ଗୋଟେ ପୂଜା ମୋର 12 ବର୍ଷ ଦିନ ଠାରୁ ମୁଁ ପୂଜା କରେ। ଦାଦା ହାତରେ ରଖିଲେ ଦାଦା ପୂଜା କରନ୍ତି, ମୁଁ ବି ପୂଜା କରେ। ମୁଁ ଏଇ ଲାଇନରେ। ତାପରେ ସେଠୁ ମାହାଙ୍ଗା ବି ଯାଏ, ଆମର ଆଶ୍ରମ ଯୋଉ ଅଛନ୍ତି କେଶବ ଠାକୁର ବାବୁ, ତାଙ୍କର ଆଶ୍ରିତ ମୁଁ ଏଟା ଆସି ପହଞ୍ଚିଲି। ଏଠି ଗୋଟେ ଚାଳି, ଗୋଟେ ଛୋଟିଆ ଚାଳି ବି ଥିଲା ଏଠି, ଏଇ ଜାଗା ଉପରେ ଚାଳି ଥିଲା। ଏଇ ଜାଗାରେ ପୂଜା ହୁଏ, ମୁଁ ବି ଏଠି ପୂଜା କରେ। ସିଏ ହେଇଗଲାଣି ପ୍ରାୟ 20 ବର୍ଷ ଖଣ୍ଡେ ହବ ବୋଧେ। ସେମିତି ହେଇକି ରହିଛି। ସେ ହଁ ହେଇଛି। ଗୋଟେ ସାରା ଗଛ ଥିଲା, ସେ କେମିତି କଣ ବାଇ ମିଷ୍ଟେକରେ ମରିଯାଇଛି। ଥିଲା ସାରା ତା ପାଖରେ ଥିଲା। ଆଉ ଏମିତି ହେଇକିରି ସେଠି ପୂଜା ଫୂଜା ହୁଏ। ଅନେକ ଦିନେ ଏମିତି ପଡିଥିଲା। ସେଟା ଆମର ସେ ଭାଇ ଯିଏ ହବ, ସିଏ କଟକରେ ରୁହନ୍ତି, ଚାକିରି ବାକିରି କରନ୍ତି। ସିଏ ସେଠୁ ଆସି ପହଞ୍ଚିଲେ, ତାଙ୍କର ବି ଘର ଫର କଲେ। ସିଏ ସେଠୁ ତାଙ୍କର କଣ ଦୟା ହେଲା, ମୁଁ ବି ତାଙ୍କୁ ବସିକି ମୋ ସାଙ୍ଗରେ କଥାବାର୍ତ୍ତା ହଉଛି, ତାଙ୍କର ଦୟା ହେଲା। ସେଠୁ କହିଲା କଣ କରିବା, ତୋର ଗୋଟେ କଥା ଅଛି, ମା ମତେ ଯାହା ଗୋଟେ, କାହିଁକି ମା ମତେ ଗୋଟେ ବାରଣ କଲେଣି, ଆଉ ଏଇଟା କଣ କରିବା, ଆଉ କେମିତି କଣ ହବ, ଆଉ ଟିକେ ତିଆରି କରିବା। କହିଲି ତିଆରି କରିବା କଣ? ମତେ ସେଠୁ କହିଲେ ଆଉ କଣ କରିବା, ଆଉ ତତେ କିଛି ଦେଇଦେବି, ତୁ ତୋର ତିଆରି କରିବୁ। ମୁଁ କହିଲି ନାଇଁ ନାଇଁ, ମୁଁ ସେ ଧନ ମୋର ଦରକାର ନାହିଁ, ତମେ କିଛି କରିଦିଅ। ଆମେ ଯଦି କହିଲେ, ସିଏ ସେଠୁ ଆମର ଏ ମନ୍ଦିର ଟା ଆରମ୍ଭ କଲେ। କହିଲେ କଣ କରିବା, ମାଙ୍କର ମନ୍ଦିର କରିଦବା। ସେ ସେଠୁ ମନ୍ଦିର ଏ ପୀଠ ଭିତରେ ସେ ସବୁ ତିଆରି କଲେ। ମୁଁ ବି ନିଜେ ମିସ୍ତ୍ରୀ ତ, ମୁଁ ସେଠୁ ନିଜେ ତିଆରି କଲି। ସେ ସେଠୁ ଆଉ ଗୋଟେ ମନ୍ଦିର ମିସ୍ତ୍ରୀ ଡାକିକି ଆଣିଲେ, ସେ ସେଠୁ ତିଆରି କଲେ। ତିଆରି କରିକିରି 19 ଆମର ଯୋଉ କରୋନା ସମୟରେ, ସେଇ ସମୟରେ କରୋନା ସମୟରେ ସେଠୁ ଶୋଇଛନ୍ତି। ଆଉ ଗୋଟେ କଥା ଛାଡିଦେଲି, ସେତେବେଳେ ମତେ ଆରମ୍ଭ କଲେ କହିବା ପାଇଁ, ପଚାରିଲେ ଯେ କଣ କରିବା, ମନ୍ଦିର ଟା କେମିତି ତିଆରି ହବ। ସିଏ ସେଠୁ କହିଲେ ଯେ ମନ୍ଦିର ଟା କେମିତି କଣ ହବ, ତୁ ତ ମାଙ୍କର ପୂଜକ, ତୁ କହ। ମୁଁ କହିଲି ଗୋଟେ କଥା ହଉଛି, ତମେ ତମର ଦବ, ଯାହା ହବ ମୁଁ ମୋର ପୂଜା କରିଦେବି, ମିସ୍ତ୍ରୀ ଫିସ୍ତ୍ରୀ ସବୁ ଡାକିକିରି କାମ କରିଦେବି ଆଉ। ସିଏ ସେଠୁ ପଳେଇଲେ ମୋ ସାଙ୍ଗରେ। ପଳେଇଲା ପରେ ସେଠୁ ଘରେ ତାଙ୍କର ଶୋଇଛନ୍ତି। ଘର ହେଇଯାଇଥିଲା ଆଗେ, ଏଇ ଘର ଉପରେ ଏଇଠି ଶୋଇଛନ୍ତି। ଏଇ ଚେୟାର ପଡିଛି, ସେ ଚେୟାର ବି ତାଙ୍କ ଘରଟା ଅଛି ସେଠି ଚେୟାର, ସେ ଚେୟାର ଉପରେ ସେଇ ଘରେ ଶୋଇଥିଲେ। ରାତିରେ ବିଳି ବିଳେଇଲେ ଯେ କି ତାଙ୍କ କତିକି ଗୋଟେ ଝିଅ ଯାଇକି ତାଙ୍କ ଖଟ କରରେ ଠିଆ ହେଲା। ଠିଆ ହେଇକି ତାକୁ ଡାକୁଛି, ଏ ଉଠୁନୁ ଉଠୁନୁ। ଉଠୁଛି, ସିଏ ଭୟ କରିଛି, ତ ଏକୁଟିଆ ଶୁଏ ନା, ସେ ଭୟାଳୁ ଲୋକ, ସେ ଭୟ କଲା। ଦିଥରିଲା ପରେ ତା ପୁଣି ବସିଗଲା। ତାପରେ ସେ ଉଠିଲା। ଉଠିଲା ପରେ ପୁଣି ସେଠୁ କହିଲା କଣ ଡର ମାଇଲା, ମତେ ସେଠୁ ଡାକିବାକୁ ଆରମ୍ଭ କଲା। ମତେ ଯେତେବେଳେ ମୋ ନାଁ ଧରିଲା, କଣ ହେଇଛି, ନା ଏଇଆ ହଉଛି ଆଉ। ମୁଁ କହିଲି କିଛି ହବ ନାହିଁ, ତମେ ପୁଣି ଶୋଇପଡ। ଶୋଇ ପଡିଲା। ଶୋଇ ପଡିଲା ପରେ ପୁଣି ସେଠୁ ଆରମ୍ଭ କଲା, କଣ ଗୋଟା କହିଥାନ୍ତା ତାକୁ, ସିଏ ଆଉ କିଛି ନ କହି ଭୟରେ ଆଉ ଉଠି ପଡିଲା। ପୁଣି ଉଠିଲା ପରେ ତାପରେ ଆରମ୍ଭ ହେଲା ଘରଟା। ଘରଟା ଆରମ୍ଭ ହେଲା କଣ, ନା ନାଇଁ ନାଇଁ ରେ, ତୁ ଗୋଟେ ବାଟ କର,
ଆମର ଗୋଟେ ତିଆରି ହେଇଥିଲା ଚେଞ୍ଜ ହେଇଥାନ୍ତା ଏଇ ଘରଠୁ ସେପଟରେ ହେଇଥାନ୍ତା ସେପଟରେ। ସେ କହିଲା ନାଇଁ ନାଇଁ ମତେ ଠାକୁରାଣୀ ଦେଖେଇ ଦେଇଛନ୍ତି ଯେ ଏଠି ବେଲ ଗଛ ଅଛି, ଏଇ ଜାଗାରେ ଘଣ୍ଟ ଚାରିକର ଟଙ୍ଗା ହେଇଛି, ଏଇ ଜାଗାରେ ବି ମନ୍ଦିରଟା ହବ। ସେ ମତେ ଦେଖେଇ ଦେଲେ ଯୋଉଠି ଅଛି ସେଇଠି, ମୁଁ ଉଠିବି ନାହିଁ। ସେତେବେଳେ କହିଲେ ମତେ ସେଠୁ ସକାଳୁ ଉଠିକି ଆସି କହିଲା ଯେ କଣ କରିବା ଆଉ ଚେଞ୍ଜ ହେଇପାରିବନି, କୋଉଥର ନାଳକର କୋଉଟେ ଦୂରେଇ ଫୁରେଇ କରିବା ପାଇଁ। ସେ କହିଲେ ନାଇଁ ନାଇଁ ମୁଁ ଏଇଠି ବସିବି। ସିଏ ସେଠୁ କହିଲା, ମୁଁ କହିଲି ହଉ ଠିକ ଅଛି ତମକୁ ଯଦି କହିଲେ ଠାକୁରାଣୀ ତାହେଲେ ସେଇଠି କରିବା। ସେ ସାଙ୍ଗେ ସାଙ୍ଗେ ସେଠୁ କଣ କଲେ ନା ଯାହା ମାଲ ମେଟାଲ ଥିଲା ସେ ତାର ଆଣିକି ଦେଇଲେ। ସିଏ ମତେ ବି ସାଙ୍ଗରେ ନେଇକି ଯାଆନ୍ତି, ମୋର ସାଙ୍ଗରେ ଯିବା କଥା ଗଲି। ତିଆରି ହେଇଗଲା 1900 ସେଟା ହଉଛି 18 ମସିହା। 18 ମସିହାରେ ତାଙ୍କର ରିଟାୟାର ହେଲା। 19ରେ ଆଉ କରୋନା ସମୟଟା ଆଉ କରୋନା ଭୟାବହ ସେତେବେଳେ ଚାଲିଛି, କରୋନା ଫୁଲ ସେଇ ସମୟରେ। ସେଇ କରୋନା ସମୟରେ ସେତେବେଳେ ଆସି ପହଞ୍ଚିଲା। ସେ ସେଠୁ କଣ କଲେ ନା ଘର ତିଆରି ହେଲା। ଘର ବି ତିଆରି ହେଇଗଲା। କହିଲା କଣ କରିବା ଟିକେ ତୁ ଟିକେ କରିଦବୁ। ମୁଁ କହିଲି ହଁ କରିଦେବି ମାଙ୍କର, ମୁଁ ତ ନିଜେ। ସେଠୁ ମୁଁ ବି କିଛି କରିଦେଲି, ଆଉ ବି ମିସ୍ତ୍ରୀ ଡାକିକି କରିଦେଲି। କରିଦେଲା ପରେ ସେ ନିଜେ ସେ ଘରଟା କରିସାରିଲା ପରେ 25ଟା ରଙ୍ଗ ଫଙ୍ଗ ସିଏ ବି ସବୁ କରିଦେଇଛନ୍ତି କଲର। ତାପରେ ସେ ମାଙ୍କର ମୂର୍ତ୍ତି ଆବିର୍ଭାବ ହେଇକି ମୂର୍ତ୍ତି ହେଲେ। ଇଏ ହଉଛି ପୂର୍ଣ୍ଣ ପ୍ରଥମ ମୂର୍ତ୍ତି, ମୂଳ। ଏଟା ହଉଛି ମୂଳ ପିଣ୍ଡ। ତାପରେ ସେଠୁ ମୁଗୁନି ପଥର ତିଆରି ହେଇକିରି ସେଠୁ ମାଙ୍କର ପୁଣି କହିକିରି ସେ ସେଠୁ ବସିକି ପୂଜା ଆରମ୍ଭ ହେଲା ପରେ ସେଠୁ ସିଏ ଯୋଉ ଲୋକ ଦାନ କରିଥିଲା ସେ ଲୋକ ବର୍ତ୍ତମାନ ତ କରୋନାରେ ଆଉ ନାହାନ୍ତି ନା, ସେ ପଳେଇ ଯାଇଛନ୍ତି। ଏଇ ଜିନିଷଟା ଏଇ ଭାବରେ ଆମର ପୂଜା ହେଇକିରି ଏମିତି ଚାଲିଛି ଏମିତି କୋଉ ଯୁଗରେ ଧରିକିରି ଏମିତି ଚାଲିବ। ଆଉ ସିଏ ବି ମା ମତେ ଯେ କହିଥିଲେ, ଯେ ସ୍ୱପ୍ନରେ କହିଥିଲେ ଯେ ଏ ଜାଗା ହଉଛି ମାଙ୍କର ହଉଛି, ଇଏ ହଉଛି ମାଙ୍କର ପୀଠ, ଏଟା ହଉଛି ମୋର ପୀଠ। ଏଠି ହଉଛି ଗୋବରୀ ନଦୀ ତାକୁ କହୁଛନ୍ତି ଗୋମତୀ, ଯିଏ ଗଙ୍ଗା ଧାରାର ପୀଠ। ଇଏ ହଉଛି ଯୋଉ ଟର୍ଣ୍ଣିଂ ମୁଣ୍ଡରେ ରହିଛି। ପୂର୍ବ ଯୁଗରେ ଏଠି ଦେବୀ ଗଣ୍ଡ ଥିଲା। ସେ ନିଜେ କୁହନ୍ତି ଇଏ ଯେ ପୂର୍ବ ଅନେକ ଦିନର ତଳ ଏଠିକି 7 ସମୁଦ୍ର ଜାଗି 7 ତାଳେ ପପନ ଅନେକ ପାଣି କୁଆଡେ ଜଳ ଥିଲା ଏଠି। ଏଇଟା ହଉଛି ଦେବୀ ଗଣ୍ଡ। ଏଇ ଦେବୀ ପୀଠରେ ମୁଁ ଏଇଠି ବି ଅଛି, ମୁଁ ବି ରହିବି। ଆହୁରି ଆଗକୁ ସେ ସମୟ ଅଛି, ଆଗକୁ କଣ ହବ ତତେ ସେ ପର୍ଯ୍ୟନ୍ତ କହିନି, ଯେତେବେଳେ ଯାହା ହବ ମୁଁ ତତେ କହିବି। କହିକିରି ସେ ତାର ନୀରବ ହେଇକି ରହିଗଲେ। ମୁଁ ତ ତାଙ୍କର ସେବା କରିବାରେ କରୁଛି। ଆଉ କିଛି କହିନାହାନ୍ତି ଭବିଷ୍ୟତ ଯାହା ସବୁ କହି ଯାଇଛନ୍ତି, ଭବିଷ୍ୟତରେ ଯୋଉ ଯୋଉ ଜାଗା ସବୁ କହି ଯାଇଛନ୍ତି ସେ ଜାଗା ଉପରେ ମୁଁ ଯାଉଛି, ସେ ଜାଗା ଉପରେ ରିସର୍ଚ୍ଚ କରୁଛି, ଯାଉଛି ପହଞ୍ଚୁଛି ଯାଇକିରି ତାଙ୍କ ପାଖରେ। ଯୋଉ ଜାଗାରେ ଖବର ଅନନ୍ତ ପୀଠ କହିନଥିଲେ ଯେ ଗୋବରୀ ନଦୀ କୂଳରେ ଆହୁରି କିଛି ସାଧକ ଜାଗା ସବୁ ଅଛି ଗୋବରୀ ନଦୀ କୂଳରେ। ଗୋବରୀ ନଦୀ ଏଇ ଯୋଉ ଟର୍ଣ୍ଣିଂଟା ମୁଣ୍ଡ ସେ କହିଥିଲେ। ଯାଇଥିଲି କଣ ଏମିତି, ମୁଁ ତାଙ୍କ ତ ଯାଇନଥିଲି, ଏମିତି ଯାଇଥିଲି। ସେ ମତେ ଡାକି ନେଇଥିଲେ, ଡାକିଥିଲେ ଟିକେ ଆସ ଟିକେ। ଯାଇଥିଲି ଟିକେ ବୁଲିକିରି ଏମିତି ଜଷ୍ଟ 10 ମିନିଟ ଖଣ୍ଡେ ଯାଇଥିଲି, ଟିକେ ବୁଲିକି ଆସିଥିଲି। ସେତିକି। କଣ ଲାଗିଲା ଗୋଟେ କଥା ହଉଛି ଗୋଟେ କରେଣ୍ଟ ଲାଗିଲା ମତେ। ମୁଁ ଯାଇଥିଲି ଜାଗାଟା ହେଇଗଲା, ମତେ ଟିକେ କରେଣ୍ଟ ଲାଗିଲା। କରେଣ୍ଟ ଲାଗିଲା ପରେ ମୁଁ ଟିକେ ଆଡେ ହେଇକି ରହିଗଲି, କାରଣ ସେ ଜାଗା ଉପରେ ହଠାତ୍ କରେଣ୍ଟ ଲାଗିବାଟା ନିଜକୁ ଟିକେ ଇଏ ତ ହଉଛି ନା। କରେଣ୍ଟ ହେଇଗଲା, ମୁଁ ଟିକେ ସାଇଡ ହେଇ ପଳେଇ ଆସିଲି, ମତେ ବ୍ୟସ୍ତ ଲାଗିଲା, ମୁଁ ପଳେଇ ଆସିଲି। ସେ ଜାଗା ଉପରେ ଯୋଉ କହିଥିଲେ ଯେ ଗୋବରୀ ନଦୀ କୂଳରେ ଯୋଉ ଜିନିଷଟା କହିଥିଲେ ଯେ ଆହୁରି ଅଛି, ପୀଠ ସବୁ ଅଛି, ସ୍ଥାନ ଗୋଟେ ମୁଗୁଲ ପାଟଣା, ସେ ଯୋଉ ଟର୍ଣ୍ଣିଂ ପଏଣ୍ଟରେ ବଡେଇ ଛଣ୍ଡା ଯୋଉ କହୁଛନ୍ତି, ହଁ ସେ ଜାଗା ଉପରେ ସିଏ ମତେ କହିଥିଲେ ସେଟା ଇଚ୍ଛା ବଟ ବୋଲି ତାକୁ କହୁଛନ୍ତି। ଏବେ ସେଟା ତାକୁ କହୁଛନ୍ତି, ସେଟା ଇଚ୍ଛା ବଟ। ସେଠି ଲକ୍ଷ୍ମୀ ନାରାୟଣ ଅଛନ୍ତି, ସେ ବି ମତେ ନିଜେ ଦେଖେଇଥିଲେ। ସେ ବି ଦୃଶ୍ୟରେ ମତେ କହିଦେଇଥିଲେ। ସେ ଜାଗାରେ କହିଲେ ଏମିତି କେତେ କେତେ ଏଇ ନଦୀ କୂଳରେ ମୁଁ ଏଠି ବଇଛି, ମୋ ଚାରିକରେ ଆଡୁ 5 କୋଶ ଦୂରରେ, କହିଲେ ଡାଣରୁ 5 କୋଶ ଆଉ ବାଁରୁ 5 କୋଶ ଭିତରେ ଯେତେ ସବୁ ଅଛି ପୀଠ, ମୁଁ ଏଠି ବସିଛି। ସବୁ ସମୟ ହେଲେ ଜଣା ପଡିବ। ଆସି ପହଞ୍ଚେ ସେ ଯୋଉଟା କହିଥିଲେ, ମୁଁ ଯୋଉଟା ଯାଇଥିଲି, ଯୋଉ କରେଣ୍ଟ କଥା ଆସିଲା ମୋ ପାଖକୁ, ସେଇ ଜାଗାଟା ପ୍ରଥମଟା ସେଇଟା ଦେଖିଲି। ସେଇ ସମୟରେ ଯୋଉ
ଅନନ୍ତ ନାଗ ଯୋଉ ଆସନ୍ତି, ଯୋଉ ମା ଯୋଉ ଆସନ୍ତି ଏଇଠୁ ଯାଆନ୍ତି, ସେ ଏମିତି ସେ ନଦୀ କରେ 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 ସେ ଜାଗାକୁ ଯାଆନ୍ତି, ପୁଣି ସେ ବାଟେ ଆସନ୍ତି। ହଁ, ସେଠିକି ଯାଆନ୍ତି। ସେ ଜାଣେ ସେ ତା ଯୋଉ ବାସ୍ନା ଟା ହୁଏ। ମୁଁ ଯେତେବେଳେ ଯାଏ, ଗଛ ହଲୁ ବାସ୍ନା ହବ। ମୁଁ ଟିକେ ରାତି 4ଟା ଉଠେ, ସେ ରାତି 4ଟାରେ ଯିବା ଆସିବା କରନ୍ତି। ଏଠିକି ଆସିବେ, ଏଠୁ ପୁଣି ସେଠିକି ଯିବେ। ସେଇଠୁ ସେ ଜାଣିଲି ଯେ ସେ ଯୋଉ ଜାଗାଟା କହିଥିଲେ ସେଟା କୋଉ ଜାଗା। ଆମର ତ ଅଲଗା ଅଲଗା ସେଠି ଅଛନ୍ତି, ଗୋକେନେଶ୍ୱର ଅଛନ୍ତି। ଗୋକେନେଶ୍ୱର କଥା କିଛି ମୋର ଶବ୍ଦରେ ଆସିନାହିଁ, ସେ କିଛି କହିନାହାନ୍ତି। ଏଇ ଯୋଉ ଜାଗାଟାରେ ସେ ଜାଗା ଉପରେ ଆସିନାହିଁ, ଆସିବ, ଆହୁରି ଆସିବ। ଅନେକ ଆମର ସବୁ ଅଛନ୍ତି ଭକ୍ତ, ଗୁପ୍ତ ଭିତରେ ଅଛନ୍ତି, ସେମାନେ ଅଛନ୍ତି, ଗୁପ୍ତରେ ଅଛନ୍ତି। ପ୍ରକାଶ ହବ, ସେ ସମୟକୁ ଆସିକିରି ଆସ୍ତେ ଆସ୍ତେ ଆଗକୁ ଉନ୍ନତି ଅନେକ ହବ। ଆଉ କଳି ଯୁଗରେ ସେ ନିଜେ ବି କହିଥିଲେ, କହିଲେ ମୋର ହଉଛି ଆବିର୍ଭାବ, ଏଇ ଜାଗା ଉପରେ 7ଟା ଦେବତା ଆସନ୍ତି ପୁରୁଷଙ୍କୁ ନେଇକିରି। 7ଟା ଦେବତା କହିଲେ, ମୁଁ କହିଲି ଏଠି 7 ଦେବୀ, କହିଲେ ମୁଁ ଏଠି 7 ଦେବୀ ଅଛନ୍ତି। ତାହେଲେ ମୁଁ ଜାଣିଲି ଯେ 7 ଦେବୀ ଯଦି ମତେ ଦେଖେଇଲେ, ଯୋଉ ସପ୍ତ ମାତୃକା ଯୋଉ ଦେଖେଇଲେ, ଏଇ ଯୋଉ ବାସ୍ନାଟା ଆମ ଘରକୁ ଗଲେ, ଆସିଲେ। ତାପରେ ମୁଁ ଏମିତି ଆହୁରି ଗୋଟେ କାହାଣୀ ଅଛି ଯେ ମୋ ପିଲାମାନେ ସବୁ ଛୋଟ ଛୋଟ ହେଇଥିଲେ ସେତେବେଳେ। ସେ ଗୋଟେ ଘର ଭିତରେ, ଆମର ସେ ଆଜବେଷ୍ଟ ଘର ଅଛି, ସେ ଘର ଭିତରେ ମୁଁ ନେଇକି ଆମ ଫ୍ୟାମିଲି ନେଇ ଶୋଇଛୁ। ମୁଁ ସେଠି ଗାଦି ପୂଜା କରେ। ସେଇ ସମୟରେ ମା ଯାଆନ୍ତି ଆମ ଘରକୁ, ଯାଏ ଆସିବେ, ସେ ଯୋଉ ଗାଦି ଉପରେ ରହିବେ, ଗାଦି ପାଖରେ ରହିବେ, ଜଷ୍ଟ ରହିବେ, ସାଙ୍ଗେ ସାଙ୍ଗେ ପୁଣି ପଳେଇବେ। ସାଙ୍ଗେ ସାଙ୍ଗେ ପଳେଇଲା ପରେ ମୁଁ ଜଷ୍ଟ ଛାୟା ନିଦ ଏମିତି ହେଇଥିବି, ମୁଁ ଚାହିଁଥିବି, ରାତିରେ ଲାଇଟ୍ ଜଳୁଛି ହଉଛି, ସେଇ ସମୟରେ ଯାଉଥିବେ। ମୋ ପିଲାମାନେ ଯଦି ବାଇଚାନ୍ସ ଗୋଡଟା ନମ୍ବେଇ ଦେବେ, ସେ କରେଇକିରି ଏମିତି ପଳେଇ ଯାଆନ୍ତି। ଯେମିତି ମାଙ୍କର ଯୋଉ ତାରିଣୀ ମାଙ୍କର ଯୋଉ ଆବିର୍ଭାବ, ଯୋଉ ରୂପ, ଯୋଉଭଳି ଚାଲି, ଯୋଉଭଳି ସେଇଭଳି ଖଣ୍ଡୁଆ ଓଢଣୀ ପକେଇକିରି ବର୍ତ୍ତମାନ ଯୋଉ ଷ୍ଟେଜରେ ଅଛନ୍ତି, ସିଏ ବର୍ତ୍ତମାନ ଯୋଉ ଷ୍ଟେଜରେ ଅଛନ୍ତି, ଘୋଡା ଧରି ଯେମିତି ଆସନ୍ତି, ସେ ସେଇ ଷ୍ଟେଜରେ ଏମିତି ନଈକିରି ଏମିତି କରେଇକିରି ପଳେଇବେ। କୋଉଠି ପଳେଇବେ? ସେଠି ଆମର ଯୋଉ ପ୍ରଥମ ଯୋଉ ଷ୍ଟାର୍ଟ ହେଲା, ଦେବଦାରୀ ଗଛ ପାଖକୁ ସେ ପଳେଇବେ, ଶାରଳା ବୃକ୍ଷ। ସେଠି ପଳେଇଲା ପରେ ସେଠି ଘରେ ଆଉ ଜଣେ କଳା ହେଇକିରି ମା, ସେ ସେଠି ଥିବେ। ଆଉ ପୁରୁଷ ଥିବେ ଦାଢି ମୁଛ ହେଇକିରି, ଏମିତି ମହାପୁରୁଷ ଯୋଗରେ ଏମିତି ବସିକିରି, ଅନେକ ଉଚ୍ଚ ଏମିତି ବସିକିରି ସେଠି ଅଛନ୍ତି। ଏମିତି କହିଲେ। ତାପରେ ସେ କହିଲେ ଯେ 7ଟା ଦେବୀ ଅଛନ୍ତି, ଆମେ ଏଠି ଅଛୁ ଦେବତା, ଆମେ କାହାରି କ୍ଷତି କରିବାକୁ ଆସିନୁ। ଏଠି ସମସ୍ତଙ୍କର, ଏ ମର୍ତ୍ତ୍ୟରେ ଆମେ ସମସ୍ତଙ୍କର ଉପକାର କରିବାକୁ ଆଇଛୁ। ଏଠି ଖାଲି କ୍ଷତି କରିବୁନି ନା ନାହିଁ ହେଲେ ମତେ ଖାଲି କହିଥିଲେ, ତୁ କିଛି ନ ପାରିଲେ ସୁଦ୍ଧା ମତେ ଟିକେ ଫୁଲ ଆଉ ପାଣି ଟିକେ ଦେଇପାରିବୁନୁ? ମୁଁ ସେଇଠି କହିଲି, ମୁଁ ତ ଅଭାବ ସଂସାରିକ ଲୋକ, ଆଉ ମୁଁ କଣ ଦେବି? ନା ନାଇଁ, ମତେ ଟିକେ ଯାହାହେଲେ, ତୁ ଯୁଆଡେ ଯିବୁ ମତେ ଟିକେ ଫୁଲ ପାଣି ଟିକେ ଦେଇକି ଗଲେ ମୁଁ ତୋ ହାତରେ ଶାନ୍ତି। ତୁ ଜଣେ ମୋର ସୁଯୋଗ, ତୁ ରହିଲୁ, ଆଜିଠାରୁ ମୁଁ ତୋ ପାଖରେ ଅଛି କହିଲେ। ଚାଲିଛି ବର୍ତ୍ତମାନ ତ ସେଇ ସମୟରେ ଚାଲିଛି। ମୁଁ ତାଙ୍କରି ପାଖରେ ପଢିଛି। ଗୋବର ନଦୀ କୂଳ ଯୋଉ ଗୁପ୍ତ ପୀଠ ପରିପ୍ରକାଶ ସମୟ ବି ସେତେବେଳେ କହିଥିଲା ମତେ, ଅନନ୍ତ ଶମ୍ଭୁ ସହିତ ବି ୟାଙ୍କର ସମ୍ପର୍କ ଅଛି। ସେଟା ସେଇ ବାଟେ ଦେଇକି ସେଟା ଯିବା ଆସିବା କରନ୍ତି। ସପ୍ତଫେଣି ଏ ବିରାଟ ବଡ ତାଙ୍କର, ଏମିତି ଏତେ ବଡ ଫେଣା, ଏମିତି ଆସିବା ଯେତେବେଳେ ମୁଁ ନିଜେ ଦେଖିଛି। ନାଇଁ, ଆଖିରେ ସେଟା ଦେଖିଲି ପଛରେ। ଫାଷ୍ଟ ଯେତେବେଳେ ସ୍ୱପ୍ନାଗତି କଲେ, ମୁଁ ଆଗେ ମୁଁ ଯେତେବେଳେ ଶୋଇଲା ବେଳେ ମାଙ୍କୁ ଡାକିଲା ପରେ ମତେ ସ୍ୱପ୍ନରେ କହିଲେ ଯେ ଯେତେବେଳେ ଏମିତି ଆସିବି, ମୁଁ ଯେତେବେଳେ ଆସିଥିବି, ସେ ଏମିତି ମୋ ପରେ ଏମିତି ଉଠିବେ, ଏମିତି ଆସିକି ନଦୀ ହେଇ ପଡିବେ। ନଦୀ ହେଇ ପରେ ମୁଁ ପୁରା ଡରିଯାଏ, ଡରିଯାଇକି ଛାନିଆରେ ଚିତ୍କାର କରେ। ମତେ ସେଇଠି କୁହେ, ତାପରେ ମତେ କୁହେ ଯେ ତୁ ଡରୁଛୁ କି? ତା ପରଦିନ ସ୍ୱପ୍ନରେ ମତେ କିଏ ଡରୁଛୁ କି? ମୁଁ ପା ହସିକିରି କହିବେ। ତା ପରଦିନ ମୋ ମୁଣ୍ଡରେ ହାତ ମାରିକିରି ଆଉଁସିରି କହିଲେ, ମୁଁ ଆଇଛି ତୋ ପାଇଁ, ତତେ ଆଉ କିଛି ନାହିଁ। ମୁଁ ସବୁବେଳେ କୁହେ, ମା ମୋର ଧନ ଲୋଡା ନାହିଁ, ମୋର ତୁ ନିଜେ ଲୋଡା, ମୋ ପାଖରେ ତୁ ରହିବୁ। ଏଇ କଥା କହେ। ଗୋଟେ ସମସ୍ତଙ୍କୁ ଗୋଟେ କାନ୍ଦିକିରି ନମସ୍କାର କରିକି ରୁହେ। ସେଇ ସବୁ ଦେଖେ। ତାପରେ ଡାଇରେକ୍ଟ ଦେଖେଇଲେ ଆଉ ଟିକେ ଏତେ ଜୋର ବାସ୍ନା ହୁଏ ଯେ ଆମ ଘରେ ତେଲ ଚିକିଟା ହେଇଯାଏ। ଏମିତି
ପିଲାମାନେ ପାଠ ପଢନ୍ତି ସେ ବହି ଉପରେ ସବୁ ରହିଯାଏ। ଚିନି ସପ୍ତପଣି ଜାଣିଛି। ହଁ ହଁ ଯାଆନ୍ତି ଏମିତି ଭେଦିଯିବ, ଖାତା ଭେଦିଯାଏ। ତେଲ ଯିଏ କହ ତେଲ ଢଳା ହେଇଛି କି ସେ ବହିଟାକୁ ମୁଁ ଯେତେବେଳେ ଧରିବି ଶୁଙ୍ଘି ଦେଲା ପୁରା ସୀତା ଭୋଗ ବାସ୍ନାଟା ଏତେ ଜୋର ବାସ୍ନା ସେ ଘର ବାସିବ ଯେ ଆଉ କହିବାର ନାହିଁ। ଶୁଙ୍ଘିଲେ ତାପରେ ସମସ୍ତେ ଡରିଗଲେ ଏଇ ଜିନିଷଟା। ତାପରେ ସେଠୁ ଆସ୍ତେ 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 ବଢି ବଢିକି ଚାଲିଲା। ଏଇ ପିଠା ଆହୁରି କିଛି ଲୀଳା ଖେଳା ହବ? ଆହୁରି ଅଛି ଆ ଉପରେ ବର୍ତ୍ତମାନ କଣ ହବ କହିହଉନି। ଅନେକ ଭକ୍ତ ଆହୁରି ଅଛନ୍ତି ଏଇ ଜାଗା ଉପରେ, ଅନେକ ଅଛନ୍ତି। ଆଉ ଏଇ ଜାଗା ପରେ ଆରମ୍ଭ ଚାଲିଛି। ଗୋଟେ ଥିଲା ଆଉ ଗୋଟେ କଥା, ମନ୍ଦିରଟା ତିଆରି ହେଲା 6 ମାସ ଭିତରେ। 6 ମାସରେ ମନ୍ଦିର ସନ୍ତୁଷ୍ଟ ପୂରଣ ହେଇଗଲା, ଆଉ ପୂଜା ବି ହେଇଗଲା। 6 ମାସ ଭିତରେ ମନ୍ଦିର ଚୁଳି ମରିଗଲା, ପୂଜା ପିଠା ହେଇଗଲା, ପୂଜା ବି ଆରମ୍ଭ ହେଇଗଲା। ଜୟ ମାତା ଜୟ ଜଗନ୍ନାଥ।